ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ବିହାରରେ ଶୀତ ଶୀର୍ଷରେ ପହଞ୍ଚିଛି। ସକାଳେ ଏବଂ ରାତିରେ ପ୍ରବଳ ଥଣ୍ଡା ଲୋକଙ୍କୁ ହଇରାଣ କରୁଛି। ଯେତେବେଳେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ଦେଖାଯାଉଛି। ଏହି ସମୟରେ ଭାରତ ପାଣିପାଗ ବିଭାଗ (IMD) ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଜାରି କରିଛି। IMD ଅନୁଯାୟୀ ଆଗାମୀ 72 ଘଣ୍ଟା ମଧ୍ୟରେ ଉତ୍ତର ଭାରତର 6ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅନେକ ସ୍ଥାନରେ ଶୀତ ଲହରୀ ଜାରି ରହିବ, ଯାହା ଥଣ୍ଡାକୁ ଆହୁରି ବଢ଼ାଇବ। ପରବର୍ତ୍ତୀ ଖବର, ଡରାଇଲାଣି ନିପା ଭାଇରସ। ରାଜ୍ୟକୁ ମାଡ଼ି ଆସୁଛି ନିପା ଭାଇରସ। 2 ନର୍ସଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଛି। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କୋଲକାତାର ବୁର୍ଦାଦିନ ମେଡିକାଲ କଲେଜରୁ ଏହି ଘଟଣା ସାମ୍ନାକୁ ଆସିଛି। ପରେ 2 ଜଣଙ୍କୁ ଅନ୍ୟ ଏକ ମେଡିକାଲରେ ନେଇ ଆଡମିଟ୍ କରାଯାଇଛି ଓ ଟ୍ରିଟମେଣ୍ଟ ଆରମ୍ଭ ହୋଇସାରିଛି। ଅନ୍ୟପଟେ ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ଭାଇରସକୁ ନେଇ ହାଇ ଆଲର୍ଟ ଜାରି ହୋଇସାରିଲାଣି। ଝାଡ଼ଖଣ୍ଡ ସରକାର ମଧ୍ୟ ହାଇ ଆଲର୍ଟ ଜାରି କରିଛନ୍ତି। ପରବର୍ତ୍ତୀ ଖବର, ଟୋଲ ପ୍ଲାଜାରେ ନୂଆ ନିୟମ। ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ 1 ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇୱେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଟୋଲ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଭବିଷ୍ୟତରେ କେବଳ ଫାସ୍ଟାଗ କିମ୍ବା UPI ମାଧ୍ୟମରେ ଟୋଲ ଟିକସ ପ୍ରଦାନ କରାଯିବ। ସରକାର ବିଶ୍ୱାସ କରନ୍ତି ଯେ ଏହା କେବଳ ଯାତ୍ରାକୁ ସହଜ କରିବ ନାହିଁ, ବରଂ ସମୟ, ଇନ୍ଧନ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିବ। ପରବର୍ତ୍ତୀ ଖବର, ଇରାନରେ ଫସିଛନ୍ତି 9,000 ଭାରତୀୟ, ସୂଚନା ଦେଲେ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର। ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଏହାର ନାଗରିକଙ୍କୁ ବର୍ତ୍ତମାନ ଇରାନକୁ ଯାତ୍ରା ନ କରିବା ପାଇଁ ପରାମର୍ଶ ଦେଇଛି ଏବଂ ଏବେ ଯେଉଁମାନେ ସେଠାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ିଦେବା ପାଇଁ କୁହାଯାଇଛି। ପରବର୍ତ୍ତୀ ଖବର, ମୁମ୍ବାଇରେ ଠାକେର ରାଜ ଶେଷ। ଦେଶର ସବୁଠୁ ଧନୀ ମହାନଗର ନିଗମ ନିର୍ବାଚନରେ ଠାକେର ରାଜ ବର୍ଦ୍ଦଶଙ୍କୁ ଝଟକା। 227 ୱାର୍ଡ ବିଶିଷ୍ଟ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପିକୁ ବହୁମତ ମିଳିଛି। ମଧ୍ୟାହ୍ନ 2:30ଟା ସୁଦ୍ଧା 227 ୱାର୍ଡରୁ 201ଟି ୱାର୍ଡର ଟ୍ରେଣ୍ଡିଂ ଫଳାଫଳ ଆସିଛି, ଯେଉଁଥିରେ ବିଜେପି 86ରେ ଆଗୁଆ ରହିଥିବା ବେଳେ ଶିନ୍ଦେ ସେନା 28, ଶିବସେନା UBT 63, NCP ଶରଦ ପାୱାର 1, କଂଗ୍ରେସ 9ଟି, MNS 6ଟି ୱାର୍ଡରେ ଆଗୁଆ ରହିଛି। ପରବର୍ତ୍ତୀ ଖବର, ନବୀନଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ରବି ପାଣି। ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି 2 ନେତା ବିଜେଡିରୁ ବିଦା ହେବା ପରେ ଚର୍ଚ୍ଚା ଜୋର ଧରିଛି। ଅରବିନ୍ଦ ମହାପାତ୍ର ଦଳରୁ ବହିଷ୍କାର ନେଇ ବେଶୀ ଆଲୋଚନା ହେଉଛି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ରବି ପାଣି। ପରବର୍ତ୍ତୀ ଖବର, ଆସନ୍ତା 25 ତାରିଖ ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ପ୍ରସିଦ୍ଧ ମାଘ ମେଳା। ଆଉ ଏହି ମେଳାକୁ ପବିତ୍ରତା, ଶ୍ରଦ୍ଧା ଓ ଆସ୍ଥାର ମହୋତ୍ସବ ଭାବେ ରଖିବା ଉଦ୍ଦେଶ୍ୟରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ
ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି? କାହିଁକି ନା ଗତ କିଛି ବର୍ଷମାନଙ୍କରେ କିଛି ତଥାକଥିତ ଭଣ୍ଡ ଭାବାମାନେ ଖଣ୍ଡଗିରିକୁ ଆସୁଛନ୍ତି। ପରବର୍ତ୍ତୀ ଖବର ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ଆବେଦନକୁ ନେଇ ତ୍ରୁଟି। OSSC ଏବଂ OSSC ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ପାଇଁ ଦିନ ସାରି ଆସୁଥିବା ବେଳେ ୱେବସାଇଟ୍ ଖୋଲୁନଥିବାରୁ ଆବେଦନକାରୀଙ୍କ ଚିନ୍ତା ବଢ଼ାଇଛି। ଏପରିକି ପରୀକ୍ଷା ବି ଦାଖଲ ସମୟରେ ୱେବସାଇଟ୍ ସର୍ଭର ଡାଉନ୍ ହୋଇଯାଉଛି, ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଉଛି, ହେଲେ ଆପ୍ଲିକେସନ ଦେଖାଯାଉନଥିବାରୁ ଆଶାୟୀଙ୍କ ହୋସ୍ ଉଡ଼ିଯାଉଛି। ତେବେ ଏନେଇ ନିୟୋଜନ ସଂସ୍ଥା ମୁହଁ ଖୋଲୁନଥିବା ବେଳେ ପୂର୍ବତନ ଶାସନ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ପରବର୍ତ୍ତୀ ଖବର ଦେଶର ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି $1.124 ବିଲିୟନ ହ୍ରାସ ଘଟିଛି। $550.87 ବିଲିୟନ ସ୍ତରରେ ରହିଛି। ଭାରତର ସ୍ପେଶାଲ ଡ୍ରଇଂ ରାଇଟ୍ସରେ $39 ନିୟୁତ ହ୍ରାସ ଘଟି $18.739 ବିଲିୟନରେ ପହଞ୍ଚିଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଭାରତର ଗଚ୍ଛିତ ରାଶି $13 ନିୟୁତ ହ୍ରାସ ଘଟି $4.758 ବିଲିୟନ ରହିଛି।